କୁନି କୁନି ପିଲାମାନେ ବର୍ତ୍ତମାନ ଗପ ସମୟ ଆରମ୍ଭ ହୋଇଗଲା। ଗପ ଶୁଣିବା। ଥରେ କ'ଣ ହେଇଛି ନା ଗୋଟେ ରାଜ୍ୟରେ ଜଣେ ବହୁତ ବଡ଼ ଜ୍ଞାନୀ ସାଧୁ ବ୍ୟକ୍ତି ରହୁଥିଲେ। ସେ ସାଧୁ ମହାତ୍ମା ଜଣକ ସବୁଦିନ ରାଜ୍ୟରେ ପ୍ରବଚନ ଦିଅନ୍ତି ବୁଲି ବୁଲି। ଯେଉଁଠି ସେଇଠି ପ୍ରବଚନ ମାନେ ସବୁ ବିଭିନ୍ନ ପ୍ରକାର ଧର୍ମ ଗ୍ରନ୍ଥ ବିଷୟରେ ସବୁ କଥା କହିବେ। ଲୋକମାନେ ଶୁଣିବେ, ଶୁଣିକି ଯିବେ। ହେଲେ ଦିନକୁ ଦିନ ତାଙ୍କର ଖ୍ୟାତି ଚାରିଦିଗରେ ବ୍ୟାପିଲା। ସେ ବହୁତ ଭଲ କହୁଛନ୍ତି, ବହୁତ ଜ୍ଞାନ ଜାଣିଛନ୍ତି ବୋଲି ସମସ୍ତେ ପ୍ରଚାର କଲେ। ତେଣୁ ବହୁ ଦୂର ଦୂର ରାଜ୍ୟରୁ ମଧ୍ୟ ତାଙ୍କୁ ଡାକରା ଆସିଲା ପ୍ରବଚନ ଦେବା ପାଇଁ। ପ୍ରବଚନ ମାନେ ଜାଣିଛନ୍ତି ନାହିଁ ପିଲାମାନେ? ପ୍ରବଚନ ମାନେ ବିଭିନ୍ନ ପ୍ରକାର ଧର୍ମଗ୍ରନ୍ଥ, ରାମାୟଣ, ମହାଭାରତ, ଭଗବାନଙ୍କ କଥା ସବୁ ଶୁଣାନ୍ତି। ସିଏ ସଂସ୍କୃତରୁ ଆରମ୍ଭ କରି ଓଡ଼ିଆରେ ଅନୁବାଦ କରି ସବୁ କଥା କୁହନ୍ତି। ସବୁ ଜ୍ଞାନରେ ସେ ପୁରା ପରିପୂର୍ଣ୍ଣ। ହେଲେ ଥରେ ସେମିତି କ'ଣ ହେଇଛି ନା ଗୋଟେ ଅଲଗା ରାଜ୍ୟରୁ ତାଙ୍କ ପାଖକୁ ଡକରା ଆସିଲା ଯେ ତମେ ଆସ ଆମ ରାଜ୍ୟରେ ପ୍ରବଚନ ଦେବ, ତମର ଯାହା ଖର୍ଚ୍ଚ ଆମେ ଦେବୁ, ଯାହା କିଛି। ତ ପଣ୍ଡିତେ ରାଜି ହେଇଗଲେ। ରାଜି ହେଲେ କ'ଣ ହେଇଛି ନା ସିଏ ଯିବାକୁ ବାହାରିଲେ। ଗଲେ ସେଇ ନୂଆ ରାଜ୍ୟକୁ ଗଲାବେଳକୁ ରାସ୍ତାରେ ଗୋଟେ ନଦୀ ପଡ଼ୁଛି। ସେ ନଦୀରେ ପାର ହେବା ପାଇଁ ଡଙ୍ଗା ବି ଅଛି, ନାଉରିଆ ବି ଅଛି। ତ ସିଏ ନାଉରିଆ ଯାଇକି ପହଞ୍ଚିଲେ ନଦୀ କୂଳରେ। ନାଉରିଆ ଭାଇ ଡାକିଲେ, ନାଉରିଆ ଆସିକି ତାଙ୍କୁ ନଦୀ ପାର କଲା। ତ ନଦୀ ପାର କଲା ବେଳକୁ ସିଏ ଦେଖିଲେ ଯେ ନାଉରିଆଟି ଅତିଶୟ ମୂର୍ଖ ଗାଉଁଲି ଲୋକଟିଏ। ସିଏ ନାଉରିଆକୁ ପଚାରିଲେ, ଆରେ ବାବୁ ନାଉରିଆ, ତୁ ପାଠଶାଠ କ'ଣ ପଢ଼ିଛୁ? ନାଉରିଆ କହିଲା, ମୁଁ କି ପାଠ ପଢ଼ିବି? ନା ଆଉ କ'ଣ ତୁ ଜମା ଚାଟଶାଳୀ ଯାଇନୁ? ନା ମୁଁ ଯାଇନି। ନା ଠିକ୍ ଅଛି, ତୁ ଟିକେ ମୋଠୁ ପ୍ରବଚନ ଜ୍ଞାନ ବିଷୟରେ ଶୁଣୁ। ତାକୁ କିଛିଟା ରାମାୟଣ, କିଛି ମହାଭାରତ, ଭଗବାନ କଥା ସବୁ ତାକୁ ଶୁଣେଇଲେ। ସଂସ୍କୃତ ଶ୍ଲୋକ ଫୋକ ଶୁଣେଇଲେ। ସିଏ କହିଲା, ମୁଁ କ'ଣ ବୁଝିବି ଏଇଥିରୁ? ମୁଁ ଡଙ୍ଗା ସକାଳୁ ଚଲଉଛି ଯେ ସନ୍ଧ୍ୟା ଯାଏ ଡଙ୍ଗା ଚଳଉଛି, ସକାଳେ ଯାଇ ସନ୍ଧ୍ୟାରେ ଆସୁଛି, ଯାହା ଦୁଇ ପଇସା ହେଇଥାଉଛି ଘର ଚଳୁଛି ସେଇଥିରେ। ଆଉ ମୁଁ ପ୍ରବଚନ ଶୁଣିକି କ'ଣ କରିବି? ତଥାପି ପଣ୍ଡିତ କହିଲେ, ଆରେ ତୁ କିଛିଟା ଶୁଣିଲେ ଜ୍ଞାନ ହେଲେ ଭଲ। କହିକି ତାକୁ ଶୁଣେଇକି ଗଲେ। ଯାଇକି ଆରପଟେ ଛାଡ଼ିଲା, ସିଏ ରାଜ୍ୟ ଆରପଟେ ଛାଡ଼ିଦେଲା। ପ୍ରବଚନ ସରିଲା ପରେ ପୁଣି ସନ୍ଧ୍ୟାବେଳେ ପଣ୍ଡିତ ଫେରିଲେ, ସେଇ ଡଙ୍ଗାରେ ହିଁ ଫେରିଲେ। ଫେରିଲା ବେଳେ ବି ତାକୁ ବିଭିନ୍ନ ପ୍ରକାର ଜ୍ଞାନ ବାଣୀ ସବୁ ଶୁଣେଇବେ। ହେଲେ କ'ଣ ହେଇଛି ନା ଯେଉଁ ରାଜ୍ୟଟାକୁ ଯାଇଥିଲେ ସେ ପ୍ରବଚନ ଦେବାକୁ, ସେ ରାଜ୍ୟରେ ଲୋକ ତାଙ୍କ ପ୍ରବଚନକୁ ବହୁତ ପସନ୍ଦ କଲେ। ତାଙ୍କୁ ବହୁତ ଧନ ସମ୍ପତ୍ତି ସବୁ ଦେଇକି ବିଦା କଲେ। ପଣ୍ଡିତ କହିଲେ, ଆରେ ଏଠି ତ ଭଲ ପଇସା ମିଳୁଛି, ତେଣିକି ଆଉ ଥରେ ଯଦି କେବେ ଡାକିବେ ମୁଁ ଖୁସିରେ ଯିବି, ଏହା ଭାବିକି ରହିଲେ। ସତକୁ ସତ ଅଳ୍ପ କିଛି ଦିନ ଯାଇଛି କି ନାହିଁ ପୁଣି ତାଙ୍କୁ ସେଇ ରାଜ୍ୟରୁ ଡକରା ଆସିଲା। ଗୋଟେ ବଡ଼ ଜମିଦାର ଡକେଇଛନ୍ତି। ଇଏ ଭାରି ଖୁସି, ସେ ରାଜ୍ୟକୁ ଗଲେ ତ ଭଲ ପଇସା ମିଳୁଛି, ଭାରି ଖୁସି। ଗଲେ ପୁଣି ସେଇ ନାଉରିଆକୁ ପୁଣି ସେଇ ସବୁ ରାମାୟଣ ମହାଭାରତ ସବୁ କଥା, ବହୁତ କଥା ତାଙ୍କୁ କହିଲେ। ସବୁ ଏଇ ଜ୍ଞାନ ଜାଣିଛୁ, ସେଇ ଜ୍ଞାନ ଜାଣିଛୁ ସବୁ କହିଲେ। ନାଉରିଆ ବିଚାରା ଚୁପଚାପ ମନ ଦେଇକି ଶୁଣିଦିଏ। ନାଇଁ ମୁଁ କିଛି ଜାଣିନି, ମୁଁ ତ ମୂର୍ଖଟା, ଏସବୁ କହିଦିଏ। ଗଲେ ଫେରିଲା ବେଳକୁ ବହୁତ ପ୍ରକାର ସେ ଜମିଦାର ଯିଏ ଡାକି ନେଇଥିଲା, ସେ ବହୁତ ପ୍ରକାର ପାଟ ଆଉ ଲୁଗା ଆଉ ବିଭିନ୍ନ ପ୍ରକାର ଦ୍ରବ୍ୟ ଦକ୍ଷିଣା ସୁନା ସବୁ ଦେଇଛି ଜମିଦାର ଯେଉଁ ପଣ୍ଡିତଙ୍କୁ। ପଣ୍ଡିତଙ୍କ ମନ ଭାରି ଖୁସି, ଟିକେ ଗର୍ବ ବି ହେଇଯାଇଛି ପଣ୍ଡିତଙ୍କର। ହେଲେ ଆସିଲେ, ଯେମିତି ବସିଲେ ନୌକା ଉପରେ, ସେ ନାଉରିକି ପୁଣି ଆରମ୍ଭ, ଆରେ ତୁ ଯଦି ପାଠଶାଠ ଜମା ପଢ଼ିନୁ, କିଛି ଯଦି ବିଦ୍ୟାଳୟ କେବେ ଯାଇନୁ, ତାମାନେ ତୋର ଜୀବନର ଅଧା ସମୟ 50% ଗଲା ଜାଣ ତୋର ବୃଥା। ନାଉରିଆ କହିଲା, ହଁ ମୋର ବୃଥା, ଆଉ ମୁଁ ତ ପାଠ ପଢ଼ିନି ଆଉ। ନା ଆଚ୍ଛା, କେବେ ବି ତୁ ଗୀତା ଜ୍ଞାନ କ'ଣ ଜାଣିନୁ? ସେ କହିଲା, ଗୀତା ଜ୍ଞାନ କିଏ? ମୁଁ ତ ପିଲାବେଳୁ ନିରକ୍ଷର, ବାପା ମାଆଙ୍କ କଥାରେ ଚାଲିକି ଏଇସବୁ କାମ କରୁଛି, ମୁଁ କେଉଁଠୁ ଜାଣିଲି? ନା ତାମାନେ ତୋର 50 ନାହିଁ, ତୋର 70% ଜୀବନ ବ୍ୟର୍ଥ। ସେଠୁ କହିଲେ, ଆଚ୍ଛା ତୁ କେବେ ହେଲେ କେଉଁ ସାଧୁ ମହାତ୍ମା ବାବାଜୀ ମାନଙ୍କର ପାଦ ସେବା କରିନୁ? କାହାକୁ ସେବା ପ୍ରୟୋଗ କରିନୁ? ନା ସେସବୁ ମୁଁ କେବେ ଆଉ କଲି। ନା ତାହେଲେ ତୋ ଜୀବନର 90% ଯାକ ବୃଥା ଗଲାରେ, ବେକାରରେ ତୋ ଜୀବନଟା ପଳଉଛି। କହିଲେ ନାଉରିଆ ଆଉ କ'ଣ କରିବ, ମନ ଦୁଃଖରେ ଗଲା, ହଁ କ'ଣ କରିବି, ମୁଁ ତ ମୂର୍ଖ, ମୁଁ ତ କିଛି କରିପାରୁନି। ଏଇସବୁ କଥା ହେଇଯାଉଛି। ଗଲାବେଳେ ନଦୀ ମଝିଆ ମଝି ଗୋଟେ ଝଡ଼ ତୋଫାନ ଉଠେଇଲା। ପ୍ରବଳ ପବନ ହେଲା, ଝଡ଼ ବନ୍ୟା ହେଇକି କଳା ମେଘ ପୁରା ମାଡ଼ି ଆସିଲା, ଘଡ଼ଘଡ଼ି ବିଜୁଳି ମାରିକି ପଣ୍ଡିତ ଛାନିଆ ହେଇଗଲେ। ନାଉରିଆକୁ କହିଲେ, ଆରେ କ'ଣ ହେଉଛି, ଡଙ୍ଗା ଦେଖିକି ଚଲା।
ନାଉରିଆ କହିଲା କ'ଣ କରିବି ପଣ୍ଡିତ ମହାଶୟ, ଇଏ ବା ଦେଖୁଛ ଝଡ଼ ବାତ୍ୟା କଳାହାଣ୍ଡିଆ ମେଘ ମାଡ଼ି ଆସିଲାଣି, ତମେ ଦମ୍ଭରେ ଧରିକି ଥାଅ ଡଙ୍ଗାକୁ କହିକି ଚେଷ୍ଟା ଚଲେଇଲା ସେ ତାର। ଯେତେ ଚେଷ୍ଟା କଲେ ବି ଡଙ୍ଗା ଆଉ ସଳଖ ହଉନି, ଖାଲି ହଲୁଛି ପବନରେ ଏଡେ ଜୋରରେ ଆଉ। ପଣ୍ଡିତେ କହିଲା, ଆରେ ତୁ କ'ଣ ପାରିବୁ ନା ନାଇଁ? ନାଉରିଆ କହିଲା, ଆଚ୍ଛା ପଣ୍ଡିତେ, ତମେ ସବୁ କଥା ଜାଣିଛ ଯେ, ଏତେ ଜ୍ଞାନ ଧର୍ମ ଗ୍ରନ୍ଥ ସବୁ ଜାଣିଛ ଯେ, ନଦୀରେ ପହଁରିବା ତମକୁ ଜଣା ନା ନାହିଁ? ପଣ୍ଡିତ କହିଲେ, ମତେ ପହଁରିବା ଆସୁନି, ମୁଁ କେବେ ପହଁରିନି ନଦୀରେ। ସେ ନାଉରିଆ କହିଲା, ତାହେଲେ ତମର ଜୀବନର 100% ଆଜି ବେକାର, ଆଉ ରକ୍ଷା ନାହିଁ, ଏ ଡଙ୍ଗା ବୁଡ଼ିବ ହିଁ ବୁଡ଼ିବ। ଯଦି ପହଁରା ଆସୁନି କହିଲେ ତମ ଜୀବନ ଗଲା ଆଉ। କେତେ ପାଠ ପଢ଼ିଥିବ, କେତେ ପଢ଼ିଥିଲେ କ'ଣ ଲାଭ ପାଇବ? ଡଙ୍ଗା ନୌରିଆ କଥା ଏତିକି ସରିଛି ନାହିଁ, ସତକୁ ସତ ଗୋଟେ ବଡ଼ ଦଲଗା ପବନ ଆସିଲା, ଧୁମ୍ କିନି ସେ ଡଙ୍ଗାକୁ ଓଲଟେଇ ଦେଲା। ଓଲଟେଇ ଦେଲେ, ନାଉରିଆକୁ ତ ପହଁରା ଆସୁଛି, ସେ ତାର ଡଙ୍ଗାରୁ ଯେମିତି ଓଲଟିଗଲା ନାଉରିଆ ପହଁରିବା ଆରମ୍ଭ କଲା। ପଣ୍ଡିତକୁ ସେ ଚିଲଉଛି ଯେ ଟିକେ ପହଁରିବାକୁ ଚେଷ୍ଟା କର, ଚେଷ୍ଟା କର। ପଣ୍ଡିତ ତ ଆଉ କିଛି ଆସୁନି, ଖାଲି ହରିରାମ ହରେ କୃଷ୍ଣ କହି 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 ପାଣିରେ ବୁଡ଼ିଯିବାକୁ ବସିଲେ ଆଉ। ନାଉରିଆ ଦେଖିଲା ଯେ ପଣ୍ଡିତଙ୍କୁ ଯଦି ରକ୍ଷା ନ କରିବି ତାହେଲେ ଇଏ ବୁଡ଼ିକି ପ୍ରାଣ ପଳେଇବ ଆଙ୍କର। ବାଧ୍ୟ ହେଇକି ସେ କ'ଣ କଲା, ଗୋଟେ ଦଉଡ଼ିଟେ ଖଣ୍ଡେ ଧରିକି ସେ ପଣ୍ଡିତଙ୍କର ଅଣ୍ଟାକୁ ବାନ୍ଧିକି ଝିକି 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 ସେ ଝଡ଼ ବର୍ଷା ତୋଫାନ ଭିତରେ କଷ୍ଟେ ମଷ୍ଟେ ଆଣିକି କୂଳରେ ଲଗେଇଲା। ଲଗେଇଲା ବେଳକୁ ପଣ୍ଡିତେ ପାଣି 2-4 ଢୋକ ପିଇକି ପେଟ ଫୁଲେଇକି ଆଖି ତରାଟିକି ଅଛନ୍ତି, ନିଶ୍ୱାସ ନେଇପାରନ୍ତି, ସଁ ସଁ ହେଉଛନ୍ତି। ସିଏ ବସିକି ମାଡ଼ି ବସିକି ତାଙ୍କ ପେଟରୁ ସବୁ ପାଣି ବାହାର କଲା, ଯାଇକି ଧାଇଁ ଯାଇକି ବୈଦ୍ୟଙ୍କୁ ଡାକିଲା। ବୈଦ୍ୟ ଆସିଲେ, ସେତେବେଳକୁ ବର୍ଷା ପବନ କମିଗଲାଣି। ବୈଦ୍ୟ ଆସି ତାକୁ ଚିକିତ୍ସା ପତ୍ର କଲେ। ବହୁତ ସମୟ ପରେ ପଣ୍ଡିତଙ୍କର ହୋସ ଆସିଲା। ହୋସ ଆସିଲା ବେଳକୁ ସେ ଦେଖିଲେ ଗାଁ ଲୋକ ସବୁ ଗଦା ହେଇଛନ୍ତି। ଆଉ ଯିଏ ଯାହାର ପାରୁଛି କହୁଛି କ'ଣ ହେଲା, କେମିତି ପଣ୍ଡିତ ଏମିତି ହେଇଗଲେ, ସବୁ ଗଲା। ତାପରେ ପଣ୍ଡିତ ଯେତେବେଳେ ସୁସ୍ଥ ହେଇକି ଯେ ଉଠିଲେ, ପୋଛାପୋଛି ହେଇକି ବସିଲେ, ଚାରିଆଡ଼ୁ ଚାହିଁଲେ, ଚାହିଁକି ନାଉରିଆକୁ ଖୋଜିଲେ। ନାଉରିଆ ବାପୁଡ଼ାଟି ଟିକେ ଦୂରରେ ମନ ଦୁଃଖରେ ବସିଛି ଯେ ତା ଡଙ୍ଗା ଓଲଟି ଗଲା, ମନ ଦୁଃଖ କଲେ ଇଏ ସିଏ ବୋଲି। ତାକୁ ଡାକିକି ସବୁ ଲୋକଙ୍କ ଆଗରେ ତାକୁ କହିଲେ, ବାବୁରେ, ମୁଁ କେତେ ଜ୍ଞାନ, କେତେ ପାଠ, ବେଦ ଉପନିଷଦ ଜ୍ଞାନ, ଭାଗବତ ଜ୍ଞାନ ରଖିଥିଲେ କ'ଣ ହବ? ତୋ ପାଖରେ ଆକ୍ଚୁଆଲି କ'ଣ ବ୍ୟବହାରିକ ଜ୍ଞାନ, ପ୍ରାକ୍ଟିକାଲ ଜ୍ଞାନଟି ଅଛି। ତୋ ଯୋଗୁଁ ଆଜି ତୁ ତ ନିଜ ଜୀବନ ବଞ୍ଚେଇ ପାରିଲୁ, ତା ସହିତ ମୋ ଜୀବନ ବି ବଞ୍ଚେଇଲୁ। ତେଣୁ ମୋର ଏ ସବୁ ଜ୍ଞାନ ଅପେକ୍ଷା ତୋ ଜ୍ଞାନଟା ହିଁ ଅଧିକ ହେଲା। ତୋତେ ମୁଁ ଆଜି କ୍ଷମା ମାଗୁଛି, ମୁଁ ଯେଉଁ ତୋତେ ଛୋଟ ଭାବିକି କେତେ କଥା କହିଦେଲି, ତୁ କ'ଣ ଜାଣିଛୁ ବୋଲି, ସେଇଟା ମୋର ବଡ଼ ଭୁଲ ଥିଲା। ନାଉରିଆ କହିଲା, ନାଇଁ ପଣ୍ଡିତେ, ଆପଣ କାହିଁ ମୋତେ କ୍ଷମା ମାଗୁଛନ୍ତି? ଆପଣ ତ ଜ୍ଞାନୀ ଲୋକ, ମୁଁ ତ ମୂର୍ଖ। ନା ନା ନା, ତୁ ମୂର୍ଖ ନୁହଁ। ହଉ ଛାଡ଼, ତୋର ମନ ଦୁଃଖ ଆଉ କରନା। ତୋର ଯେଉଁ ଡଙ୍ଗା ପାଇଁ ଯାହା ଖର୍ଚ୍ଚ ହେଇଛି, ମୋତେ ଯାହା ପଇସା ମିଳିଥିଲା ଜମିଦାରଙ୍କଠୁ, ସେଇ ପୁଟୁଳିରେ ବନ୍ଧା ହେଇଛି, ତାକୁ ତ ଭାସି ଆସିକି ଲାଗିଛି, ତାଠୁ ସେଇଠୁ ସୁନା ମୋର ନେଇକି ତୁ ଟୋଟାଲ ଡଙ୍ଗା ପୁଣି ନୂଆରେ ରିପେୟାର କରିଦେବୁ। ନାଉରି କହିଲା, ଧନ୍ୟବାଦ ପଣ୍ଡିତ ବୋଲି କହିଲା। କହିକି ପଣ୍ଡିତଙ୍କୁ ଗୋଟେ ମୁଣ୍ଡିଆ ମାରିକି ନାଉରି ତା ରାସ୍ତାରେ ଚାଲିଲା। ପଣ୍ଡିତ ବି ନିଜ ଘରକୁ ଗଲେ। ହେଲେ ପିଲାମାନେ, ଆମେ ଏଥିରୁ କ'ଣ ଶିଖିଲେ? ଯେ କାହାରିକୁ ଛୋଟ ବୋଲି ଭାବିବା ନାହିଁ। ଯାହାକୁ ଛୋଟ ଭାବୁଥିବା ତା ପାଖରେ ବି କୌଣସି ନା କୌଣସି ବିଶେଷ ଜ୍ଞାନ ଥିବ, ଯେଉଁଟାକି ଆମକୁ ଠିକ୍ ସମୟରେ ସାହାଯ୍ୟ କରିପାରିବ। ତାହେଲେ ଆଜି ପାଇଁ ଏତିକି। ବାଏ।